ଲାଜ ନ କରି ମହିଳାଙ୍କ ଏହି ଅଙ୍ଗକୁ ଛୁଇଁଲେ ହେବ କୋଟିପତି। ବନ୍ଧୁଗଣ, ଚାଣକ୍ୟ ନୀତିଶାସ୍ତ୍ରରେ କେତେକ ସୂତ୍ର ଦିଆଯାଇଛି। ସେହି ସୂତ୍ରରେ ଚାଣକ୍ୟ ସ୍ତ୍ରୀଲୋକଙ୍କ ପାଇଁ ତିନିଟି ଜିନିଷକୁ ଭୟଙ୍କର ବୋଲି କୁହାଯାଇଛି। ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ଘରେ ଗୁଣବାନ ସ୍ତ୍ରୀ ହୋଇଥାଏ ସେହି ଘର ସ୍ୱର୍ଗବାନ ହୋଇଥାଏ। ତ ଫ୍ରେଣ୍ଡସ୍, ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଛନ୍ତି ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ କ'ଣ ଯାହା ମହିଳାମାନେ ସର୍ବଦା ଦୂରେଇ ରହିବା ଉଚିତ। ପ୍ରଥମଟି ହେଲା ଅହଙ୍କାର। ଅହଙ୍କାର ମଣିଷ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଚାଣକ୍ୟ ନୀତି ଅନୁଯାୟୀ ନାରୀଙ୍କୁ ଅହଙ୍କାର ଠାରୁ ଦୂରେଇ ରହିବା ଉଚିତ। ଏହାଦ୍ୱାରା ବ୍ୟକ୍ତିର ଘରୁ ଐକ୍ୟ ସମୃଦ୍ଧି ଧୀରେ ଧୀରେ ନଷ୍ଟ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି। ଅହଙ୍କାର ନାରୀଙ୍କ ପାଇଁ ହାନିକାରକ ଅଟେ। ଦ୍ୱିତୀୟଟି ହେଲା ଅଜ୍ଞାନତା। ଅଜ୍ଞାନତା ସ୍ତ୍ରୀମାନଙ୍କ ପାଇଁ ଭଲ ହୋଇନଥାଏ। ସ୍ତ୍ରୀମାନଙ୍କୁ ଜ୍ଞାନବାନ ହେବା ଜରୁରୀ ଅଟେ, କାରଣ ସମାଜରେ ସ୍ତ୍ରୀମାନଙ୍କର ଭୂମିକା ସବୁଠାରୁ ଉଚ୍ଚ ବୋଲି ମନାଯାଇଛି। ଶିକ୍ଷା ଓ ଜ୍ଞାନ ଦ୍ୱାରା ନାରୀ ସମାଜକୁ ନୂଆ ଦିଗରେ ଆଗେଇ ନେଇଥାନ୍ତି। ସେ ଏହି ଗୁଣ ଦ୍ୱାରା ଗୃହକୁ ସ୍ୱର୍ଗରେ ପରିବର୍ତ୍ତନ କରିଥାନ୍ତି। ସ୍ତ୍ରୀର ଅଜ୍ଞାନତାକୁ ନେଇ ସଭ୍ୟ ସମାଜର କଳ୍ପନା କରିବା ସମ୍ଭବ ଅଟେ। ତୃତୀୟଟି ହେଲା ଲୋଭ। ଚାଣକ୍ୟଙ୍କ ଅନୁଯାୟୀ ସ୍ତ୍ରୀକୁ ଲୋଭଠାରୁ ଦୂରେଇ ରଖିବା ଉଚିତ। ଏହା ପରିବାରକୁ ନଷ୍ଟ କରିଦିଏ। ତେବେ ଯେଉଁ ସ୍ତ୍ରୀମାନେ ଲୋଭ କରିଥାନ୍ତି ଘରର ସୁଖ ଶାନ୍ତି ନଷ୍ଟ କରିଦିଏ। ଏହାଦ୍ୱାରା ପରିବାରରେ କ୍ଲେଶ ଚିନ୍ତା ଦେଖିବାକୁ ମିଳିଥାଏ। ଏହି ତିନିଟି ଜିନିଷକୁ ନାରୀକୁ ସର୍ବଦା ଦୂରେଇ ରଖିବା ଉଚିତ। ଏବେ ଆସନ୍ତୁ ଜାଣିବା ସ୍ତ୍ରୀମାନଙ୍କର କେଉଁ ଅଙ୍ଗକୁ ଛୁଇଁବା ଦ୍ୱାରା ଶୋଇଥିବା ଭାଗ୍ୟ ଜାଗି ଉଠିବ। ହିନ୍ଦୁ ଧର୍ମରେ ସ୍ତ୍ରୀମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି। ଏମାନଙ୍କର ସମ୍ମାନ ସମାଜ ଦ୍ୱାରା କରାଯାଇଥାଏ। ଯେଉଁ ବ୍ୟକ୍ତି ଭଲ ମନରେ ନାରୀଙ୍କର ସମ୍ମାନ କରିଥାଏ ସେ ବ୍ୟକ୍ତି ନିଜ ଜୀବନରେ କେବେ ବି ସମସ୍ୟାର ସମାଧାନ କରିବାକୁ ପଡ଼େ ନାହିଁ। ଏଭଳି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନାରୀଟି ମା, ସ୍ତ୍ରୀ, ଭଉଣୀ, ବୋଉ ରୂପରେ ରହିଥାନ୍ତି। ବ୍ୟକ୍ତି ଜୀବନରେ ସ୍ତ୍ରୀ ସୁଖ ଆଣିଥାଏ। ଗୋଟେ ସ୍ତ୍ରୀ ହିଁ ପୁରୁଷର ସବୁ ଦୁଃଖ ସୁଖରେ ସାଥ ଦେଇଥାଏ। ଜୀବନରେ ଆସୁଥିବା ଯନ୍ତ୍ରଣାକୁ ସହୁଥିବା ସ୍ତ୍ରୀ ବିପରୀତ ସ୍ଥିତିକୁ ସହିଥାନ୍ତି। ଶାସ୍ତ୍ର ଅନୁଯାୟୀ ନାରୀମାନଙ୍କର ପାଦ ଛୁଇଁଲେ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ। ଏହାଦ୍ୱାରା କୋଟି ପୁଣ୍ୟ ଲାଭ ହୋଇଥାଏ। ସେହି ବ୍ୟକ୍ତିକୁ ସଫଳତା ଅତି ସହଜରେ ମିଳିଥାଏ। ମହିଳାଙ୍କର ସକାଳୁ ସକାଳୁ ପାଦ ଛୁଇଁଲେ ନିରାଶାର ଅନ୍ତ ହୋଇଥାଏ। ତ ଫ୍ରେଣ୍ଡସ୍, ଏମିତି ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଏବଂ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ।